ପିଲାମାନେ ମୁଁ ଆଜି ତୁମକୁ ଗପଟେ କହୁଛି। ତା ନାଁ କଣ ଜାଣିଛ? ଠେକୁଆ ଓ କଇଁଛ। ତୁମେ ଠେକୁଆ ଦେଖିଛ ନା? ଦେଖିଛ? ଦେଖିନା। ଠେକୁଆ ତାର ଲମ୍ବା ଲମ୍ବା କାନ, ସେ ଠେକୁଆ ଓ କଇଁଛ। କଇଁଛ ଦେଖିଥିବ ନିଶ୍ଚିତ, ଦେଖି ନାହିଁ? ହଉ ଗପଟେ ଶୁଣ, ପରେ ମୁଁ କହୁଛି। ବଣ ଭିତରେ ଗୋଟେ ଠେକୁଆ ରହୁଥିଲା। ସେ କଣ କରୁଥିଲା ନା, ସେ ଝରଣାକୁ ପାଣି ପିଇବାକୁ ଯାଉଥିଲା। ସେଇ ଝରଣାରେ ଗୋଟିଏ କଇଁଛ ରହୁଥିଲା। କଇଁଛ ଠେକୁଆ ଦୁହେଁ ସାଙ୍ଗ ହୋଇ ଖେଳୁଥିଲେ। ଠେକୁଆ ମନେ ମନେ ନିଜକୁ ବଡ ବୋଲି ଭାବୁଥିଲା, କାହିଁକି ନା ସେ ଜୋରସେ ଦୌଡ଼ି ପାରେ। ଦୌଡ଼ା ଦୌଡ଼ି ଖେଳ ଖେଳିବା। କଣ ଖେଳିବା? ଦୌଡ଼ା ଦୌଡ଼ି ଖେଳ। ଆଗରେ ଯୋଉ ତାଳ ଗଛଟା ଦେଖାଯାଉଛି ନା, ତାକୁ ଆଗ ଯିଏ ଛୁଇଁ ପାରିବ ସିଏ ଜିତିବ। ଠେକୁଆ କଥାରେ କଇଁଛ ରାଜି ହେଲା। ଦୁହିଁଙ୍କ ମଧ୍ୟରେ ଦୌଡ଼ ଆରମ୍ଭ ହେଲା। ଠେକୁଆ ଖୁବ ଜୋରରେ କିଛି ଦୂର ଦୌଡ଼ିଗଲା। ତାପରେ ପଛକୁ ଚାହିଁ ଦେଖିଲା, କଇଁଛ ବହୁତ ପଛରେ ପଡ଼ିଛି। ସେ ମନେ ମନେ ଭାବିଲା, କଇଁଛ ତ ଖୁବ ଧୀରେ 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 ଚାଲେ, ସେ ସେମିତି ଚାଲୁଛି। ମୁଁ କିଛି ସମୟ ଗଛ ଛାଇରେ ବସି ପଡେ, ତାପରେ ଏକା ଦୌଡ଼ରେ ତାଳ ଗଛ ପାଖରେ ପହଞ୍ଚିଯିବି। ଏଇ କଥା ଭାବି ଠେକୁଆ କଣ କଲା, ଗଛ ଛାଇରେ ବସି ପଡ଼ିଲା। ଥଣ୍ଡା ପବନ ବହୁଥିଲା। ଠେକୁଆକୁ ଟିକେ ନିଦ ଲାଗିଗଲା। ସେ ଶୋଉ ଶୋଉ ଶୋଇ ପଡ଼ିଲା। କଇଁଛ ଧୀରେ ଧୀରେ ଚାଲିଥାଏ। ସେ କେଉଁଠି ହେଲେ ଠେକୁଆ ପରି ଅଟକି ନାହିଁ। କେତେବେଳେ ପରେ ଠେକୁଆର ନିଦ ଭାଙ୍ଗିଲା। ସେ ପଛକୁ ଚାହିଁ ଦେଖିଲା, କଇଁଛ ନାହିଁ। ଠେକୁଆ ଧଡ଼ପଡ଼ ହୋଇ ଉଠି ଆଗକୁ ଧାଇଁଲା, ହେଲେ ପାରିଲା ନାହିଁ। ସେତିକି ବେଳକୁ କଇଁଛ ତାଳ ଗଛ ପାଖରେ ପହଞ୍ଚି ସାରିଥିଲା। ଖେଳରେ କିଏ ଜିତିଲା କହିଲ? ଖେଳରେ ଠେକୁଆ ହାରିଲା, କଇଁଛ ଜିତିଗଲା। ଗୋଟେ ଲୋକ କଥା ଅଛି, ତୁମେ ବଡ ହେଲେ ଜାଣିପାରିବ ବହୁତ କଥା। ଧୀର ପାଣି ପଥର କାଟେ। କଇଁଛ ଧୀରେ ଧୀରେ ଗଲେ କଣ ହବ? ସେ ଠେକୁଆ ପରି କୋଉଠି ଅଟକି ନଥିଲା। ସେ ଧୀରେ ଧୀରେ ଚାଲି ଚାଲି